ବାଲି ମାଫିଆଙ୍କୁ ଖଣ୍ଡପଡ଼ା ଥାନା ଆଇଆଇସିଙ୍କ ଶକ୍ତ ଚାପୁଡ଼ା। ଜବତ କଲେ 2ଟି ବାଲି ବୋଝେଇ ହାଇୱା। ଗତକାଲି ବିଳମ୍ବିତ ରାତ୍ରିରେ ଖଣ୍ଡପଡ଼ା ଥାନାଧିକାରୀ କେବି ହରିଚନ୍ଦନ ଓ ପୋଲିସ ବିଭାଗର ଏକ ଟିମ୍ ଖଣ୍ଡପଡ଼ା ସହରସ୍ଥିତ ମୁଖ୍ୟ ବାଇପାସ୍ ଠାରୁ ଓ ନିକଟସ୍ଥ ଗୁଠୁଣି ଗ୍ରାମଠାରୁ ପୃଥକ ପୃଥକ ଭାବେ 2ଟି ବାଲି ବୋଝେଇ ହାଇୱା ଜବତ କରିଛନ୍ତି। ଜବତ 2ଟି ଗାଡ଼ିର ନମ୍ବର OD 02 CN 9820 ଓ OD 25 N 3477 ହୋଇଥିବା ବେଳେ ଏହି 2ଟି ହାଇୱାର ଡ୍ରାଇଭର ଦ୍ୱୟଙ୍କୁ ଆଜି କୋର୍ଟ ଚାଲାଣ କରାଯିବା ନେଇ ସୂଚନା ମିଳିଛି। ଅନ୍ୟପକ୍ଷରେ ବର୍ତ୍ତମାନ ଫୁଲ୍ ଆକ୍ସନ୍ ମୋଡ଼ରେ ଖଣ୍ଡପଡ଼ା ପୋଲିସ ବିଭାଗ ଥିବା ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରେ ଖଣ୍ଡପଡ଼ା ପୋଲିସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ପୁରୁଣା ୱାରେଣ୍ଟ ଥିବା ଅଭିଯୁକ୍ତଙ୍କୁ ଧରିବା ସହିତ କୋର୍ଟ ଚାଲାଣ କରାଯାଉଥିବା ଦେଖିବାକୁ ମିଳିଛି। ସେହିପରି ଗଡ଼ିଆସାହି ଫାଣ୍ଡି ଓ କୋସ୍କା ଫାଣ୍ଡି ଅଧିକାରୀଙ୍କ ପକ୍ଷରୁ ମଧ୍ୟ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ମଦ ଜବତ କରିବା ସହିତ ଚୋରା ମଦ ବ୍ୟବସାୟୀମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଉଥିବା ଜଣାପଡ଼ିଛି। ଏଥିରୁ ସ୍ପଷ୍ଟ ବାରି ହୋଇପଡ଼ିଛି ଯେ ଖଣ୍ଡପଡ଼ା ଥାନା ପକ୍ଷରୁ ଏବେ ଅପରାଧୀମାନଙ୍କୁ ଦୃଢ଼ ଜବାବ ଦିଆଯିବା ସହିତ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦେବା ପାଇଁ ଖଣ୍ଡପଡ଼ା ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଖଣ୍ଡପଡ଼ା ପୋଲିସ ବିଭାଗର ଏପରି ପଦକ୍ଷେପକୁ ସହରର ବୁଦ୍ଧିଜୀବୀମାନେ ଭୂୟସୀ ପ୍ରଶଂସା କରିଥିବା ବେଳେ ଖଣ୍ଡପଡ଼ା ଥାନାଧିକାରୀ କେବି ହରିଚନ୍ଦନଙ୍କ ଏପରି କାର୍ଯ୍ୟ ମଧ୍ୟ ଏକ ସୁନ୍ଦର ପଦକ୍ଷେପ ବୋଲି ମତ ପ୍ରକାଶ ପାଇଛି। ଖଣ୍ଡପଡ଼ାରୁ ସନ୍ତୋଷ କୁମାର ସାହୁଙ୍କ ରିପୋର୍ଟ, ଖଣ୍ଡପଡ଼ା ଖବର।